ପିଲାମାନେ ଆଜି ଆମେ ତମ ସାହିତ୍ୟ ଜ୍ୟୋତି ବହିରୁ ପ୍ରଥମ କବିତା ବଡ଼ପଣ ତାହାକୁ ପଢ଼ିବା ଏବଂ ବୁଝିବା। ବଡ଼ପଣ କବିତାଟିକୁ ଲେଖିଛନ୍ତି କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟ ତମେ ଜାଣିଛ ସେ ବାଲେଶ୍ୱରର କେଦାରପୁର ଠାରେ 1848 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର 1908 ମସିହାରେ ଦେହାନ୍ତ ହୋଇଥିଲା। ସେ କେଦାରଗୌରୀ, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚନ୍ଦ୍ରଭାଗା, ଚିଲିକା, ଦରବାର, ମହାଯାତ୍ରା, ଯଯାତି କେଶରୀ ଆଦି ବିଭିନ୍ନ କାବ୍ୟ କବିତା ରଚନା କରିଥିଲେ। ତମେ ଏହା ମଧ୍ୟ ଜାଣିଛ ସେ ହେଉଛନ୍ତି ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରାବନ୍ଧିକ। ସେ ବିବେକୀ ନାମକ ପ୍ରଥମ ପ୍ରବନ୍ଧ ରଚନା କରିଥିଲେ। ଆଜି ଆମେ ତାଙ୍କର ଦରବାର କାବ୍ୟରୁ ନିଆଯାଇଥିବା ବଡ଼ପଣ କବିତାଟିକୁ ପଢ଼ିବା। ପ୍ରଥମେ ମୁଁ ଏ କବିତାଟିକୁ ପାଠ କରୁଛି, ତୁମେମାନେ ତାହାକୁ ମନ ଦେଇ ଶୁଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଏହାକୁ ବିଶେଷ ଆଲୋଚନା କରିବା। କବିତା ବଡ଼ପଣ, କବି ରାଧାନାଥ ରାୟ। ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କେଶରୀୟରୁ ସେ ତୁମ୍ଭେ ସିନା ଶ୍ୱାନ। ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗି ଖାଉଥିବ କେତେ କାଳ। ସେ ପ୍ରତିଷ୍ଠା ନିଜେ ତିଳେ ନ ବଢ଼ାଇ, କରୁଥିବ ଆଉ କେତେ ତା ବଢ଼ାଇ। ଥିଲେ ଆଗେ ଯେଉଁ ଉତ୍କଳର ସ୍ୱାମୀ, ବହ୍ନି ଶିଖା ପରି ସଦା ଊର୍ଦ୍ଧ୍ୱଗାମୀ। ତୁମ୍ଭେ ହୋଇ ସେହି ବଂଶର ସତତୀ, ଜଳଧାରା ପରି ହେଲ ଅଧୋଗତି। ତୁମ୍ଭ ପିତୃପଣ ପରମ ଉଦାର, ତୁମ୍ଭ ପିତୃଗଣ ପରମ ଉଦାର। ରାଜ୍ୟ ମଣୁଥିଲେ ଏକ ପରିବାର, କାହିଁ ଗଲା ସେହି ପ୍ରାଚୀନ ସୁଧାରା। ରାଜା ପ୍ରଜା ଏବେ ହେଲେ ବାଜପାରା, କାଢ଼ି ନେଲା ରାଜା, କାଢ଼ି ନେଲା ରାଜ ଭୋଗ ଅଭିଳାଷ। ପ୍ରଜା ମୁଖୁ ତାଙ୍କ ଶ୍ରମାଜିତ ଗ୍ରାସ, ଦେଶୀ ହୋଇ ତୁମ୍ଭେ ଆଚରିଲ ନୀତି। ନିର୍ମମ ବିଦେଶୀ ସର୍ବେ ଶୋଷୀ ନୀତି। ପାତ୍ସଲ୍ୟ ନ ବାନ୍ଧି ପ୍ରଜାଙ୍କର ଚିତ, ବିଦେଶୀ ସଙ୍ଗିନେ କଲ ତାଙ୍କୁ ଭୀତ। ଗନ୍ତା ଘର ହେଲା ତୁମ୍ଭର ସର୍ବସ୍ୱ, ସର୍ବସ୍ୱ ପ୍ରାସାଦ ଗାଭୀ ହସ୍ତୀ ଅଶ୍ଵ। ସର୍ବସ୍ୱ ପ୍ରାସାଦ ଗାଭୀ ହସ୍ତୀ ଅଶ୍ଵ। ରାଜଧର୍ମ ହେଲା ପ୍ରଜାଧର୍ମ ବୁହା, ମନ୍ତ୍ରୀ ହେଲେ ଖଳ ଖଣ୍ଟକା ନକୁହା। ତଣ୍ଡି ଦୁଃଖୀରଙ୍କ ଅରକ୍ଷିତ ରାଣ୍ଡ, ବିଦେଶୀ କି ଖୁଆଇଲ କୁଟାଣ୍ଡ। ନ ପାଇଲେ ଦୁଃଖୀ ପ୍ରଜା ଖୁଦ କୁଣ୍ଡା, ନେଲେ ଘିଅ ଅଟା ସଗେ ଛାଙ୍ଗ ମୁଣ୍ଡା। କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠା ହୁଣ୍ଡା, ଅଭୀଷ୍ଟ ଦେବତା କଲ ଲୋଭ ପ୍ରେତ। ନଚେତିଲ ଖାଇ ବିପଦର ବେତ। ଆମେ ଆଜି ଏ ବିଷୟରେ ବିଶେଷ ଭାବରେ ଆଲୋଚନା କରିବା। ଦେଖ, ଏଇ ଯେଉଁ ବଡ଼ପଣ କବିତାରେ ଏଥିରେ ଅସଲ ମଣିଷର ଅସଲ ବଡ଼ପଣ କ'ଣ, ବିରାଟତ୍ୱ କେଉଁଠି, ତାହା ହିଁ ବର୍ଣ୍ଣନା କରାଯାଇଛି। ଆଗରୁ ଯେଉଁ ରାଜାମାନେ ଆମକୁ ଶାସନ କରୁଥିଲେ ସେମାନଙ୍କର ଅସଲ ବିରାଟତ୍ୱ କେଉଁଠି ଥିଲା ସେ ବାବଦରେ ଏହି କବିତାର ଶେଷ ଆଡ଼କୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଆମେ ତତ୍କାଳୀନ ରାଜାମାନଙ୍କର ତାଙ୍କର ବ୍ୟବହାର, ତାଙ୍କର ଆଚାର, ପ୍ରଜାମାନଙ୍କ ପ୍ରତି ସେମାନଙ୍କର ଯେ ପ୍ରକାର ଯେଉଁ ଶୋଷଣ ମନୋବୃତ୍ତି ଥିଲା ତାହାକୁ ସୁନ୍ଦର ଭାବରେ ଏହି ଦରବାର କବିତାରେ ପ୍ରକାଶ କରିଛନ୍ତି। ଦରବାର କହିଲେ ତତ୍କାଳୀନ ରାଜାମାନେ ଯେଉଁ ଦରବାର ବସଉଥିଲେ ଏବଂ ସେଠି ତାଙ୍କର ରାଜନ୍ୟ ବର୍ଗ ରହୁଥିଲେ, ସେଠି କିଛି ଭାଟ ରହୁଥିଲେ ଯେଉଁମାନେ ରାଜାଙ୍କୁ ଅହରହ ପ୍ରଶଂସାରେ ବ୍ୟସ୍ତ ଥିଲେ। ତତ୍କାଳୀନ ରାଜାମାନଙ୍କର ଯେଉଁ ଦରବାରୀ ଶାସନ ବ୍ୟବସ୍ଥା, ପ୍ରଜାମାନଙ୍କୁ ଶୋଷଣ କରି ସେମାନେ ଯେଉଁ ଅୟସ ବା ଭୋଗବିଳାସରେ ଜୀବନଯାପନ କରୁଥିଲେ ତାହାକୁ ଅତି ତୀବ୍ର ଭାଷାରେ ବିଦ୍ରୂପ କରିଛନ୍ତି କବି ରାଧାନାଥ ରାୟ।
आमे गोटी गोटी करी पढ़िबा। मने नाही तुम्भे कहार संतान केसरी औरु से तुम्भे सीना स्वान। स्वान कहले कुकुर। देख जे तमे मधुसूदन दासंकर गोटे कविता शुणिथिब। तू परा बोलाऊ उत्कल संतान तेबे किंपा तू ही डरू तोहर जननी रोदन करिले कहिबाकू किया डरू। तो पूर्वपुरुषे जय करिथिले गंगा ठारू गोदावरी तांकरी औरु से जात होई तो ही केउ गुणे तांकु सरी। जो उत्कल भूखंड रे राजा महाराजा माने थिले तमे जानिथिब। कपिलेन्द्र देवଙ୍କ नाँ शुणिथिब। गजपति गौडेश्वर नवकोटि कर्णाटक वर्गेश्वर विराधि वीरवर प्रबल प्रतापी श्री श्री कपिलेन्द्र देव जहाँकर नाँ शुणिले शत्रु माने भयभीत होउथिले थरहर होउथिले। सेई उत्कलर आमे होउछन्ति संतान। तत्कालीन उत्कलीय मानकर भीरुता को देखि कवि कहउछन्ति जे तुमर कोन मने नाही तुमे कहार संतान तुमे केसरी औरुसरे सिना तुम्हे सिना स्वान कहउछन् तुमे तुमर मने नाही तुमे केसरी अर्थात केसरी कहले सिंह सिंह औरुसरु जात तुमे माने एबे स्वान पालटी जाइछ। तुमे सिंह छुआ हबा कथा सिंहर छुआ सिंह सिंहीर छुआ सिंह तेणु तुमे ताहा न होई तुमे कुकुर परी स्वान परी जीवन यापन करुच भयभीत होउच यह ठीक नुहे। पूर्व पुरुषर प्रतिष्ठा विशाल जो कथा मु कहूली। तो पूर्व पुरुषे जय करिथिले गंगा ठारू गोदावरी। आमर पूर्वपुरुष माने गंगा ठारू गोदावरी आगंगा गोदावरी थिला विस्तृत आम उत्कलीय मानकर शौर्य बीर्य। तेणु एठी से कवि कहउछन्ति जे पूर्वपुरुषर प्रतिष्ठा विशाल बिकी भांगी खाउथिब केते काल। पूर्वर ऐतिह्य पूर्वर परंपरा पूर्वर शौर्य बीर्य को खाली मने पकई कही बुलिले ए हब नाही एको बिकी भांगी चलिबार किछि मूल्य नाही। से प्रतिष्ठा निजे तिले न बढ़ाई करुथिब आउ केते बा बढ़ाई। से जो पूर्व आमर वंशधर मानकर जो प्रतिष्ठा जो गौरव जो से कीर्ति अर्जन करछन्ति से कीर्ति को न बढ़ाई तांकु खाली तांकर कीर्ति को मने पकाई कीर्ति को न बढ़ाई से कीर्तिर जयगान करी इतिहास आमर उज्जवल थिला बोली कहिले आमर असल पौरुषत्व असल विराटत्व प्रकाश पाइब नाही। थिले आगे जे हूँ उत्कलर स्वामी बन्ही शिखा परी सदा ऊर्ध्वगामी निया से सबुले ऊर्ध्वगामी ऊपर को उठे। जो पूर्वपुरुष माने आमर थिले सेई पूर्वपुरुष माने सबुले ऊपर को उठुथिले सेमानंकर गोटे बन्ही शिखा परी जाजल्यमान दीप्तिमान रूप थिला। से माने केवल ऊर्ध्व को जीवे उन्नतिर उन्नत हेबे ताहा से माने चिंता करथिले। मात्र एबे जो राजा माने अछंती जो वंशधर माने अछंती से माने कोन करूछंती ना तुम्भे होई सेई वंशर संतति जलधारा परी हेलो अधोगति। जलधारार धर्म है सी सब तलू को चली जाए तलू को बहु थाए। ठीक सेमिति जो पूर्वपुरुष माने अग्निर शिखा परी ऊर्ध्वगामी होता बेले वर्तमान जो वंशधर से माने जलधारा परी निम्नगामी होती। कवि एथिरे अत्यंत मर्माहत होती। से कहउछन्ति तुम्भ पितृगण परम उदार राज्य मणुथिले एक परिवार। पूर्वर जो राजा माने थिले से माने अत्यंत उदार थिले। से माने तांकर राज्यर प्रजा मानू निजर पुत्रवत् पालन करुथिले। प्रजानुरंजन राजार धर्म थिला किंतु एबे से सबु नाही। से माने निजर परिवार बोली पूर्वर राजा माने निजर प्रजागण को निजर पुत्र तुल्य मन करुथिले एबे सेमिति करुनांती। कवि अत्यंत दुखरे कहउछन्ति काहीं गला से ही प्राचीर सुधारा प्रजा एबे राजा प्रजा एबे हेले बाजपारा। बाजपक्षी आउ पारा बाजपक्षीर काम से शिकार करिब पारा को। तेणु प्रजा माने एठी पारा परी निरीहतार प्रतीक होउछि पारा। तेणु कवि कहउछन्ति काहीं गला सेही प्राचीन सुधारा माने भल धारा भल प्रवाह भल नीति भल परंपरा सी कुआडे गला। एबे राजा एवं प्रजा एमाने बाजपक्षी परी राजा माने पालटी जाइथिबा परे बेले प्रजा माननकु से माने पारा भली विवेचना करथन्ते। अर्थात सबुले किपरि शिकार करिवे राजा माने प्रजा माननकु शोषण करिवे लुंठन करिवे प्रजा माननकर अर्जित धन रे निजे भोगविलास करिवे सेही चिंता से मानकर रहिछि। तेणु कवि कहउछन्ति काढ़ी नेला राज भोग विलास प्रजा मुखु तांक श्रमार्जित ग्रास। राजांकर भोगर जो अभिलाष अयस आराम करिबा आनंद रे रहिबार जो अभिलाष से मानकर जो इच्छा से प्रजा मानक मुखरु श्रमर्जित ग्रास मान तांकर आहार
ସେମାନେ ଶ୍ରମ କରି ପରିଶ୍ରମ କରି ଯେଉଁ ଆହାର ଅର୍ଜନ କରୁଛନ୍ତି, ଚାଷବାସ କରି ଯାହା କିଛି ଅର୍ଜନ କରୁଛନ୍ତି, ସେସବୁକୁ ପ୍ରଜାମାନଙ୍କ ଠାରୁ ଜୋର ଜବରଦସ୍ତ କରି ରାଜା ବା ରାଜ କର୍ମଚାରୀମାନେ ଲୁଟି ନେଉଛନ୍ତି। ତେଣୁ ଇଏ ପ୍ରତିବାଦ କରି କବି କହୁଛନ୍ତି, ପ୍ରଜାଙ୍କ ମୁହଁରୁ ତାଙ୍କର ଆହାର ଛଡ଼େଇ ନେବାରେ ବର୍ତ୍ତମାନ ରାଜାମାନେ ବ୍ୟସ୍ତ ରହିଛନ୍ତି। ଦେଶୀ ହେଲା ତୁମ୍ଭ ଦେଶୀ ହୋଇ ତୁମ୍ଭେ ଆରଜିଲ ନୀତି, ନିର୍ମମ ବିଦେଶୀ ସର୍ବଶୋଷୀ ନୀତି। ବିଦେଶୀଙ୍କର ସେତେବେଳେ ସର୍ବଶୋଷୀ ନୀତି ଥିଲା, ସମସ୍ତଙ୍କୁ ଶୋଷଣ କରିବା, ସବୁକିଛି ଲୁଟପାଟ କରିବା, ଅନ୍ୟର ଧନ ସମ୍ପତ୍ତି ଲୁଣ୍ଠନ କରିବା, ଏହା ଥିଲା ବିଦେଶୀମାନଙ୍କର ଧର୍ମ। ତେଣୁ ବର୍ତ୍ତମାନ ରାଜାମାନଙ୍କୁ କବି କହୁଛନ୍ତି ଯେ ତୁମେମାନେ ଦେଶୀ ରାଜା, ତୁମେ ଦେଶୀ ହୋଇ ମଧ୍ୟ ଏ ଦେଶରେ ରହୁଛ, ମାତ୍ର ବିଦେଶୀଙ୍କ ପରି ନୀତି ଆଚରଣ କରୁଛ। ବିଦେଶୀ ଇଂରେଜମାନେ ଯେଭଳି ଆମକୁ ଶାସନ କରୁଛନ୍ତି, ସେମାନେ ଯେଭଳି ଆଚରଣ କରୁଛନ୍ତି, ତାଙ୍କର ଯେଉଁ ଶୋଷଣ ନୀତି, ଅନ୍ୟକୁ ପୀଡ଼ନ ନୀତି, ଅନ୍ୟକୁ ଯନ୍ତ୍ରଣା ଦେବାର ନୀତି, ତୁମେ ତାହାକୁ ଗ୍ରହଣ କରୁଛ। ତେଣୁ ତୁମେ ଆଜି ନିର୍ମମ ହେଇଛ, ତୁମ ଭିତରେ ଦୟା ନାହିଁ, କ୍ଷମା ନାହିଁ, ତୁମେ ନିର୍ମମ ବିଦେଶୀଙ୍କ ପରି ସମସ୍ତଙ୍କୁ ଶୋଷଣ କରିବାର ନୀତି ଆପଣେଇ ନେଇଛ। ବାତ୍ସଲ୍ୟ ନ ବାନ୍ଧି ପ୍ରଜାଙ୍କର ଚିତ୍ତ, ବିଦେଶୀ ସଙ୍ଗିନେ କଲ ତାଙ୍କୁ ଭିତ। ଯେଉଁ ବାତ୍ସଲ୍ୟ, ଆଗରୁ ଯେଉଁ ପିତା ପୁତ୍ରର ସମ୍ପର୍କ ଥିଲା ରାଜା ଏବଂ ପ୍ରଜାଙ୍କ ମଧ୍ୟରେ, ସେମାନେ ବାତ୍ସଲ୍ୟ ରସରେ ରାଜାମାନେ ପ୍ଳାବିତ ହେଉଥିଲେ, ପୁତ୍ରଙ୍କୁ ପ୍ରଜାମାନଙ୍କୁ ନିଜର ପୁତ୍ରବତ୍ ପାଳନ କରୁଥିଲେ। କବି କହୁଛନ୍ତି, ତୁମେ ବାତ୍ସଲ୍ୟ ରସରେ ପ୍ରଜାମାନଙ୍କୁ ନ ବାନ୍ଧି, ତାଙ୍କ ହୃଦୟ ଅର୍ଥାତ୍ ଚିତ୍ତକୁ ନ ବାନ୍ଧି, ତୁମେ ଏବେ ବିଦେଶୀମାନଙ୍କ ସହିତ ବିଦେଶୀମାନଙ୍କ ପରି ବିଦେଶୀମାନଙ୍କର ବନ୍ଧୁକ ମୁନରେ ସେମାନଙ୍କୁ ଭୀତ ଅର୍ଥାତ୍ ଭୟଭୀତ କରାଉଛ, ସେମାନଙ୍କୁ ଲାଞ୍ଛିତ କରାଉଛ, ଅପମାନିତ କରାଉଛ। ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ ପ୍ରାସାଦ ଗାଭୀ ହସ୍ତି ଅଶ୍ୱ। ତୁମର ଯେଉଁ ଗନ୍ତାଘର, ଯାହାକୁ ଆମେ ଇଂରାଜୀରେ କହିବା ଯେ ଷ୍ଟୋର ରୁମ୍, ଅର୍ଥାତ୍ ତୁମର ଯେଉଁ କୋଷାଗାର ଅଛି, ଯେଉଁଠି ତୁମେ ଜିନିଷ ସବୁ ଲୁଣ୍ଠନ କରିକି ଆଣି ରଖୁଛ, ସେଇ ଗନ୍ତାଘରେ ତୁମର ସର୍ବସ୍ୱ, ଗନ୍ତାଘରଟା ତୁମ ପାଇଁ ସର୍ବସ୍ୱ, ଅର୍ଥାତ୍ ଧନ ହିଁ ତୁମର ସର୍ବସ୍ୱ। ପ୍ରଜାମାନଙ୍କର ଲୁଣ୍ଠନ କରି ଆଣି ରଖିଥିବା ସଞ୍ଚିତ ଧନ ତୁମର ସର୍ବସ୍ୱ। ତୁମେ ନିଜର ଗାଭୀ ଅର୍ଥାତ୍ ଗାଈ, ହାତୀ ଆଉ ଘୋଡ଼ା ଏସବୁକୁ ବଢ଼ାଇବା ପାଇଁ ଚାହୁଁଛ, ଅର୍ଥାତ୍ ସମ୍ପତ୍ତି, ନିଜର ସମ୍ପତ୍ତି ବଢ଼ାଇବା ପାଇଁ ଚାହୁଁଛ। ତୁମର ରାଜଧର୍ମ କ'ଣ ନା, ରାଜଧର୍ମ ହେଲା ପ୍ରଜାଧନ ବୁହା, ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା। ତୁମର ରାଜଧର୍ମ କ'ଣ? ତୁମର ରାଜଧର୍ମ ଥିଲା ପୂର୍ବରୁ ଯେଉଁ ପୂର୍ବପୁରୁଷମାନେ ଥିଲେ, ସେମାନଙ୍କର ରାଜଧର୍ମ ଥିଲା ପ୍ରଜା ଅନୁରଞ୍ଜନ। କିନ୍ତୁ ଏବେ ତୁମମାନଙ୍କର କ'ଣ ଧର୍ମ ନା, ପ୍ରଜାମାନଙ୍କର ଧନକୁ ନିଜେ ବୋହି ଆଣିବା, ପ୍ରଜାମାନଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବା, ପ୍ରଜାମାନଙ୍କୁ ଶୋଷିତ ଲାଞ୍ଛିତ କରିବା। ଆଉ ତୁମର ଯେଉଁ ପାଖରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି, ସେମାନେ ଖଳ ଲୋକ, ଖଣ୍ଟ କାନ କୁହା ହେଇଛନ୍ତି। ତାଙ୍କରି କାନ କୁହା କଥାରେ, ସେମାନଙ୍କର କୁମନ୍ତ୍ରଣାରେ ତୁମେ ପରିଚାଳିତ ହେଉଛ ହେ ରାଜାମାନେ। ତେଣୁ ପ୍ରଜାମାନଙ୍କୁ ତୁମେ ଦୁଃଖୀ ରଙ୍କି ଖଣ୍ଟ ଅରକ୍ଷିତ କରିଦେଇଛ। ତଣ୍ଡି ଦୁଃଖୀ ରଙ୍କ ଅରକ୍ଷିତ ରାଣ୍ଡ, ବିଦେଶୀ କି ଖୁଆଇଲ କୁଟକୁଟାଣ୍ଡ। କୁଟକୁଟାଣ୍ଡ କୁକୁଡ଼ାର ଅଣ୍ଡା। ତେଣୁ କୁଟକୁଟିର ଅଣ୍ଡା କୁଟକୁଟାଣ୍ଡ। କୁଟକୁଟି ଅର୍ଥାତ୍ ମାଇ କୁକୁଡ଼ାର ଅଣ୍ଡାକୁ ତୁମେ ଖୁଆଉଛ। ଅର୍ଥାତ୍ ଏଠି କହିବା କଥା ଯେ ତୁମେ ସାଧାରଣ ପ୍ରଜା, ଯେଉଁମାନେ ଦୁଃଖୀ ରଙ୍କି ଅରକ୍ଷିତ, ଯେଉଁମାନଙ୍କର କେହି ସାହାଯ୍ୟ ନାହାନ୍ତି, ଯେଉଁମାନେ ରାଣ୍ଡ ଅର୍ଥାତ୍ ବିଧବା ଲୋକ, ସମସ୍ତଙ୍କ ଠାରୁ, ଯାହାର କେହି ସାହା ଭରସା ନାହାନ୍ତି, ଅସହାୟ ଲୋକଙ୍କ ଠାରୁ ସମ୍ପତ୍ତି ଲୁଣ୍ଠନ କରି ଛଡ଼େଇ ଆଣି ତୁମେ ବିଦେଶୀଙ୍କି ପୋଷୁଛ, ବିଦେଶୀକି ଖାଇବାକୁ ଦେଉଛ, ସେମାନଙ୍କୁ ବିଦେଶୀଙ୍କର ମନକୁ ମୋହିବା ପାଇଁ ଚେଷ୍ଟା କରୁଛ। ଏହା ତୁମର ଠିକ୍ ନୁହେଁ। ନ ପାଇଲେ ଦୁଃଖୀ ପ୍ରଜା ଖୁଦ କଣ୍ଡା, ନେଲେ ଘିଅ ଅଟା ସଙ୍ଗେ ଛାଗ ମୁଣ୍ଡା। ଘିଅ ଅଟା ସଙ୍ଗେ ଛାଗ ମୁଣ୍ଡା ଛେଳିର ମୁଣ୍ଡ। ଅର୍ଥାତ୍ ପ୍ରଜା ଯେ ସିଏ ଖୁଦ କଣିକାଟେ ପାଉନାହିଁ, ଖୁଦ କୁଣ୍ଡା ଟିକେ ପାଉନାହିଁ, ମାତ୍ର ତୁମେ ଘିଅ ଅଟା ଆଉ ମାଂସ ମାଛ ମଦ ଇତ୍ୟାଦି ବିଦେଶୀ ଲୋକଙ୍କୁ ନେଇକି ଦେଉଛ। ତୁମେ ରାଜା ହେଇଛ, ତୁମେ ପ୍ରଜାମାନଙ୍କର ମଙ୍ଗଳ କରିବା କଥା, ବରଂ ବିଦେଶୀ ଲୋକମାନଙ୍କର ସେବାରେ ନିଜକୁ ନିୟୋଜିତ କରୁଛ। ନେଲେ ଘିଅ ଅଟା ସଙ୍ଗେ ଛାଗ ମୁଣ୍ଡା, କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠ ହୁଣ୍ଡା, ଅଭିଷ୍ଟ ଦେବତା କଲ ଲୋଭ ପ୍ରେତ, ନଚେତିଲ ଖାଇ ବିପଦର ବେତ। ସେ କହୁଛନ୍ତି, ତୁମେ କାଣ୍ଡଜ୍ଞାନ ହେଇଗଲ, ତୁମେ ବିଦେଶୀଙ୍କ ମାୟାରେ ପଡ଼ିଛ, ବିଦେଶୀଙ୍କର ସେବା କରୁଛ, ମାତ୍ର ପ୍ରଜାମାନଙ୍କୁ ଅତ୍ୟନ୍ତ ଯନ୍ତ୍ରଣା ଦେଉଛ, ସେମାନଙ୍କ ଆଖିରେ ଲୁହ ଭରୁଛ, ତାଙ୍କର ସମ୍ପତ୍ତିକୁ ଲୁଣ୍ଠନ କରୁଛ। ତୁମମାନେ କାଣ୍ଡଜ୍ଞାନ ଶୂନ୍ୟ ହେଇଯାଇଛ, ହୁଣ୍ଡା ପାଲଟି ଯାଇଛ। ତେଣୁ ଅଭିଷ୍ଟ ଦେବତା କଲେ ଲୋଭ ପ୍ରେତ, ନ ଚେତିଲ ଖାଇ ବିପଦର ବେତ। କବି କହୁଛନ୍ତି, ତୁମମାନେ ବିପଦର ବେତ ଖାଇଲଣି, କେତେ ଯନ୍ତ୍ରଣା ସହିଲଣି, ସେମାନଙ୍କ ଠାରୁ ଗଞ୍ଜଣା ସହିଲଣି। ଇଂରେଜମାନେ, ବିଦେଶୀମାନେ ତୁମକୁ ଅପମାନିତ ଲାଞ୍ଛିତ କରୁଛନ୍ତି, ତା ସତ୍ତ୍ୱେ ବି ତୁମେ ନିଜେ ବୁଝୁନାହ। ନିଜ କାଣ୍ଡଜ୍ଞାନ ତୁମର ଉଦୟ ହେଉନାହିଁ, ତୁମର ଦିବ୍ୟ ଜ୍ଞାନ ଉଦୟ ହେଉନାହିଁ, ତୁମମାନେ ଭଲ ଚିନ୍ତନ ନେଉନାହ, ପ୍ରଜାମାନଙ୍କୁ ଅତ୍ୟନ୍ତ ହୀନ ଦୃଷ୍ଟିରେ ଦେଖୁଛ, ଯାହା ଠିକ୍ ନୁହେଁ।